ଭକ୍ତ ପାର୍ଷଦ। ତେବେ ମହାପ୍ରଭୁ ଯେ ତାଙ୍କୁ ବର୍ଜନ କରିଛନ୍ତି ଏଇଟା ଆଲୋକ ଶିକ୍ଷା ପାଇଁ କରିଛନ୍ତି। ଛୋଟ ହରିଦାସଙ୍କର ବିଶେଷ ଦୋଷ କିଛି ନାହିଁ। ଭଗବାନ ଆଚାର୍ଯ୍ୟ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥିଲେ ଭିକ୍ଷା ପାଇଁ। ଆଉ ଭଗବାନ ଆଚାର୍ଯ୍ୟ ତାଙ୍କୁ ପଠାଇଥିଲେ ଶିଖି ମାହିତୀଙ୍କର ଭଗିନୀ ମାଧବୀ ଦାସୀଙ୍କ ଠାରୁ ଅତି ସୁନ୍ଦର ଚାଉଳ, ସରୁ ଚାଉଳ, ସୁବାସିତ ଚାଉଳ ଆଣିବା ପାଇଁ ମାଧବୀ ଦାସୀଙ୍କ ପାଖରେ ଥିଲା। ମାଧବୀ ଦାସୀ ମହାପ୍ରଭୁଙ୍କର ମଧ୍ୟ ଅତି ପ୍ରିୟ, ଯାହା କହନ୍ତି ଅତି ଅନ୍ତରଙ୍ଗ। 3.5 ଜଣ ଯେ ମହାପ୍ରଭୁଙ୍କର ଭକ୍ତ ପାର୍ଷଦ ଥିଲେ ସେମାନଙ୍କ ମଧ୍ୟରେ ମାଧବୀ ଦାସୀ ହେଉଛନ୍ତି ଅନ୍ୟତମ। ସେ ସ୍ତ୍ରୀ ଲୋକ ବୋଲି ଅଧା ବୋଲି ଗଣିତ ହୁଅନ୍ତି। ରାୟ ରାମାନନ୍ଦ ଆଉ ସ୍ୱରୂପ ଦାମୋଦର ଗୋସ୍ୱାମୀ ଶିଖି ପାଇଛି। ଏ 3 ଜଣ ପୁରୁଷ, ତେଣୁ 3 ଜଣ। ଆଉ ମାଧବୀ ଦାସୀ ଶିଖି ମାଇତୀଙ୍କର ଭଗିନୀ ଏ ମହାପ୍ରଭୁଙ୍କର ଅତି ଅନ୍ତରଙ୍ଗ ପ୍ରିୟ ଭକ୍ତ ମହାଭାଗବତ। ତେଣୁ ତାଙ୍କୁ ଅଧା ବୋଲି ଗଣନା କରାଯାଏ। 3.5 ଜଣ ଏ ଥିଲେ ନୀଳାଚଳରେ ଥିଲେ। ତେବେ ମାଧବୀ ଦାସଙ୍କ ପାଖକୁ ଯାଇଥିଲେ ତାଙ୍କଠାରୁ ଚାଉଳ ଆଣିବା ପାଇଁ। ଭଗବାନ ଆଚାର୍ଯ୍ୟ ପଠାଇଥିଲେ ମହାପ୍ରଭୁ ଭିକ୍ଷା ପାଇଁ। ତେବେ ମହାପ୍ରଭୁ ଭୋଜନ କଲେ। ଆଉ ସୁନ୍ଦର ଚାଉଳ ହେଇଛି, ସୁନ୍ଦର ଅନ୍ନ ହେଇଛି, କୋଉଠୁ ଆଣିଲ ପଚାରିଲେ। ମହାପ୍ରଭୁ ତ ସବୁ କଥା ଜାଣନ୍ତି। ମହାପ୍ରଭୁ ତ କୃଷ୍ଣ ଅନ୍ତର୍ଯାମୀ, ତେଣୁ ଜାଣନ୍ତି। ତେଣୁ ସେ କହିଲେ ଯେ ଭଗବାନ ଆଚାର୍ଯ୍ୟ କହିଲେ ଯେ ମାଧବୀ ଦାସୀଙ୍କ ଠାରୁ ଚାଉଳ ଆମେ ଆଣିଥିଲେ, ତାଙ୍କ ପାଖରେ ଅଛି। କିଏ ଆଣିବାକୁ ଯାଇଥିଲା? ନା ଛୋଟ ହରିଦାସ ଯାଇଥିଲା ଆଣିବା ପାଇଁ। ତେବେ ମହାପ୍ରଭୁ ସେତେବେଳେ ତାଙ୍କର ସେବକ ଗୋବିନ୍ଦଙ୍କୁ କହିଲେ ମୋର ଏଇ ଆଦେଶ ପାଳନ କର ଗୋବିନ୍ଦ, ଆଜିଠାରୁ ଛୋଟ ହରିଦାସକୁ ଦ୍ୱାରକୁ ଆସିବାକୁ ନିଷେଧ କର, ତାର ମୁଖ ଦର୍ଶନ କରିବି ନା। ସ୍ୱରୂପ ଦାମୋଦର ଗୋସ୍ୱାମୀ ପ୍ରଭୃତି ତାଙ୍କର ଯେ ଅନ୍ତରଙ୍ଗ ଭକ୍ତ ଥିଲେ ସେମାନେ ଛୋଟ ହରିଦାସଙ୍କ ଅପରାଧ କ୍ଷମା ନିମିତ୍ତ ମହାପ୍ରଭୁ ଚରଣ ନିବେଦନ କଲେ। ମହାପ୍ରଭୁ ଆପଣ ଅପରାଧ ତାଙ୍କର ହେଇଛି କ୍ଷମା କରନ୍ତୁ। ମହାପ୍ରଭୁ କହିଲେ ବୈରାଗୀ ହଇଆ କରେ ପ୍ରକୃତି ସମ୍ଭାଷଣ, ବୈରାଗୀ ହଇଆ କରେ ପ୍ରକୃତି ସମ୍ଭାଷଣ, নখিতে না পারো আমি তাহার বদন, দেখিতে না পারো আমি তাহার বদন, দুর্বার ইন্দ্রিয় করি বিষয় ব্রণ, দুর্বার ইন্দ্রিয় করে বিষয় দুর্বার ইন্দ্রিয় করি বিষয় ব্রণ, দুর্বার ইন্দ্রিয় করে বিষয় দারু প্রকৃতি হরে মুনের বিমান, দারু প্রকৃতি হরে মুনির বিমান, মাত্রা শুশ্রা দুহিত্রাবা বিবিক্তাসনে বসে বলবান ইন্দ্রগ্রাম বিদ্বান অপি কর্ষতি। মহাপ্রভু একথা কহিলে বৈরাগী হইয়া করে প্রকৃতি সম্ভাষণ, দেখিতে না পারে ଆମ ତାହାର ବଦନ। ଯେ ବୈରାଗୀ ହେଇଛି ସେ ପ୍ରକୃତି ସମ୍ଭାଷଣ ସ୍ତ୍ରୀ ସମ୍ଭାଷଣ କରୁଛି, ସ୍ତ୍ରୀ ଲୋକ ପାଖକୁ ଯାଇକରି କଥାବାର୍ତ୍ତା ହଉଛି, ୟାକୁ ତାହେଲେ ମୁଁ ତାହାର ମୁଖ ଦର୍ଶନ କରିବି ନା। ଦୁର୍ବାର ଇନ୍ଦ୍ରିୟ କରେ ବିଷୟ ଗ୍ରହଣ, ଦାରୁ ପ୍ରକୃତି ହରେ ମୁନିର ପିମନ, ଏଇ କଥା କୁହାଉଛି। ଇନ୍ଦ୍ରିୟ ଗୁଡାକ ଏତେ ବଳବାନ। ଶ୍ଲୋକ ଉଦ୍ଧାର କରାହେଇଛି ମାତ୍ରା ଶୋଷରା ଦୁହିତ୍ରାବା ନ ବିବିକ୍ତାସନ ବସେ ବଳବାନ ଇନ୍ଦ୍ରଗ୍ରାମ ବିଦ୍ୱାନ ଅପି କରୁଛନ୍ତି। ତୁମର ମା ହଉ, ତୁମର ଭଉଣୀ ହଉ, ତୁମର କନ୍ୟା ହଉ, ପୌରସରାତ କନ୍ୟା ହଉ ପଛେ କେବେ ଏକାନ୍ତ ସ୍ଥାନରେ ତାଙ୍କ ସହିତ ବାସ କରିବ ନା। କାହିଁକି ବଳବାନ ଇନ୍ଦ୍ରଗ୍ରାମ ବିଦ୍ୱାନ ଅପି କରୁଛନ୍ତି। ଇନ୍ଦ୍ର ଗୁଡାକ ଏତେ ବଳବାନ ଯେ ଯେତେ ବଡ ବିଦ୍ୱାନ ହଉ ପଛେ ତାକୁ ଆକର୍ଷଣ କରି ନେବେ। ସେଥିପାଇଁ ଇ ଉପଦେଶ ଅଛି। ପୁଣି ଦାରୁ ପ୍ରକୃତି ହରେ ମୁନିର ପିମନ, ଦାରୁ ବେଳେ କାଠରେ ତିଆରି କରୁଛି ନାରୀ ମୂର୍ତ୍ତି, କାଠରେ ନାରୀ ମୂର୍ତ୍ତି ତିଆରି କରିକି ରଖିଛି। ଯୋଉମାନେ ଆମେ ଦେଖିଥିବା ଏସବୁ
ବଜାରରେ ସବୁ ଯୋଉମାନେ ବ୍ୟବସାୟ କରୁଛନ୍ତି ଶାଢୀ ଫାଡି ବିକୁଛନ୍ତି, ଲୁଗା ବିକୁଛନ୍ତି, ଶାଢୀ ବିକୁଛନ୍ତି, ନାରୀ ମୂର୍ତ୍ତି ତିଆରି କରିଛନ୍ତି କାଠରେ, ଶୋ କେସ୍ ରଖିଛନ୍ତି, କାଚ ଘୋଳ ଭିତରେ ରଖିକିରି ସୁନ୍ଦର ଶାଢୀ ପିନ୍ଧେଇକି ରଖିଛନ୍ତି। ଦେଖି ଆକୃଷ୍ଟ ଲୋକଙ୍କର ବଢିଆ ଶାଢୀ, ବଢିଆ ମାଇକିନାଟିଆ, ବଡ ସୁନ୍ଦର ଶାଢୀ ପିନ୍ଧିଛି ଆଉ ସେଇଟା କଥା କୁହାଉଛି। ତାକୁ ମଧ୍ୟ ବୈରାଗୀ ଯେ ସନ୍ନ୍ୟାସୀ ସେ ମଧ୍ୟ ତାକୁ ସ୍ପର୍ଶ କରିବା ଉଚିତ ନୁହେଁ, ଯୋଉଟା କି କାଷ୍ଠର ମୂର୍ତ୍ତି। ସେଟା କଦାପି ଯୁବତୀ ଭିକୁର୍ ନ ସ୍ପୃଶେତ୍ ଦାରବୀମପି ସ୍ପୃଶନ୍ କରୀବ ବଦ୍ଧେତ କରିନ୍ୟା ଅଙ୍ଗସଙ୍ଗତଃ। ଏ ଅଛି ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଧରେ କଥା କୁହାଯାଇଛି। କଦାପି ଯୁବତୀ ଭିକୁର୍ ନ ସ୍ପୃଶେତ୍ ଦାରବୀମପି ସ୍ପୃଶନ୍ କରୀବ ବଦ୍ଧେତ କରିନ୍ୟା ଅଙ୍ଗସଙ୍ଗତଃ। ମୁନି ବୈରାଗୀ ସନ୍ନ୍ୟାସୀ କାଠର ସ୍ତ୍ରୀ ମୂର୍ତ୍ତି ଦେଖିଲେ ମଧ୍ୟ ତାହାକୁ ପାଦରେ ସୁଦ୍ଧା ସ୍ପର୍ଶ କରିବେ ନା। ଅନ୍ୟ କଥା କଣ, ସାଧାରଣ ପ୍ରକୃତ ସ୍ତ୍ରୀ ଲୋକ କଥା କଣ କହୁଛି, ତାକୁ ସ୍ପର୍ଶ କରିବା। କାଠର ସ୍ତ୍ରୀ ମୂର୍ତ୍ତି ଦେଖିଲେ ସୁଦ୍ଧା ପାଦରେ ସ୍ପର୍ଶ କରିବେ ନା, ଯେହେତୁ ସ୍ତ୍ରୀ ମୂର୍ତ୍ତି ସ୍ପର୍ଶ ଦ୍ୱାରା ତାର ଅଙ୍ଗ ସଙ୍ଗ ଲାଗି ହସ୍ତିନୀ ପ୍ରତି ପ୍ରଲୋଭିତ ହସ୍ତି ପରି ବିଷ ଗର୍ଭରେ ପତିତ ହୋଇ ବଦ୍ଧ হয়। ହାତୀ ଧରିବା ଲୋକ ସ୍ତ୍ରୀ ହସ୍ତିନୀ କି ଗାତ ଭିତରେ ଗାତ ଖୋଳେ, ଖାତ ହସ୍ତିନୀ ପକେଇବେ, ପୁରୁଷ ହାତୀ ଆସିବ ତାର ଆକୃଷ୍ଟ ହେଇ ପଡିବ, ତା ଖେଳା ପଡିଲା ଦରିଆ। ତଦ୍ରୁପ ଭାବରେ ମୁନି ବୈରାଗୀ ସନ୍ନ୍ୟାସୀ ଏପରି ସ୍ତ୍ରୀ ମୂର୍ତ୍ତି ଯୋଉ କାଠ ତିଆରି ହେଇଛି ତାକୁ ମଧ୍ୟ ସ୍ପର୍ଶ କରିବ, ତାହେଲେ ତାର ଆସିବ ଯାହାଫଳରେ ବିଷ ଗର୍ତ୍ତରେ ପ୍ରତି ବଦ୍ଧ ହବ। ଇ କଥା ଏଇଟା ଉଦ୍ଧାର କଲେ ଏ ଶ୍ଲୋକର କଥା ସେଇ କଥା କହିଲେ। ଦାରୁବାର ଇନ୍ଦ୍ରିୟ କରେ ବିଷ ଗ୍ରହଣ ଦାରୁ ପ୍ରକୃତି ହରେ ମୁନିର ଜୀବନ। ଏଇ ପ୍ରକାର କଥା ମହାପ୍ରଭୁ ୟାକୁ ପ୍ରଶ୍ରୟ ଦିଅନ୍ତି ନାହିଁ, କଦାପି ପ୍ରଶ୍ରୟ ଦେବେ ନା। ଯୋଉମାନେ ମହାପ୍ରଭୁଙ୍କର ଏ ଭଜନ ପଥକୁ ଆସିଛନ୍ତି ବା ଧାରାକୁ ଆସିଛନ୍ତି ସେମାନଙ୍କ ପାଇଁ ଚେତାବନୀ ଦିଆଯାଉଛି, ଶିକ୍ଷା ଦିଆଯାଉଛି, ଲୋକ ଶିକ୍ଷା ପାଇଁ ଦିଆଯାଉଛି। ତା ନହେଲେ ହରିଭଜନ ହେଇପାରିବ ନା, ହରିଭଜନ କଦାପି ହେଇପାରିବ ନା, ମହାପ୍ରଭୁଙ୍କର କୃପା କଦାପି ମିଳିବ ନା ତୁମକୁ ଯଦି ଏପରି କାପଟ୍ୟ ରହେ। ବାହାରେ ବେଶ ପିନ୍ଧି ବୈଷ୍ଣବ ବେଶ ପିନ୍ଧି ଏପରି ତିଳକ କରି ମାଳା ଧରି ହରେକୃଷ୍ଣ କରୁଥିବ, କିନ୍ତୁ ନାରୀ ପ୍ରକୃତି ସମ୍ଭାଷଣ କରୁଥିବ, ଏ ମହାପ୍ରଭୁର କେବେ କୃପା ମିଳିବ ନା, କେବେ ମହାପ୍ରଭୁଙ୍କର କୃପା ମିଳିବ ନା। ମହାପ୍ରଭୁ ତାକୁ କ୍ଷମା କରନ୍ତି ନା। ଏ ଶିକ୍ଷା ଦେବା ପାଇଁ ଛୋଟ ହରିଦାସ ବର୍ଜନ କରିଛନ୍ତି। ସେ ଏ ଶିକ୍ଷା ଦେବା ପାଇଁ ଛୋଟ ହରିଦାସ ତାଙ୍କର ପ୍ରିୟ ଭକ୍ତ। ଅନେକ ଦିନ ପରମାନନ୍ଦ ପୁରୀ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ ଯେ ଛୋଟ ହରିଦାସକୁ ଆପଣ ଟିକେ କୃପା କରନ୍ତୁ, ତାଙ୍କର ଯଦି ଅପରାଧ ହେଇଛି କ୍ଷମା କରନ୍ତୁ। କିନ୍ତୁ ମହାପ୍ରଭୁ ବଡ଼ ଅସନ୍ତୁଷ୍ଟ ହେଲେ। ତାହେଲେ ମୁଁ ଆଉ ଏଠି ରହିବି ନା, ମୁଁ ଛାଡ଼ି ପଳେଇବି ତୁମମାନେ ଯଦି ମୋତେ ଏଇ ପ୍ରକାର କଥା କହିବ। ମହାପ୍ରଭୁ କେବେ କ୍ଷମା କଲେ କିଛି ଶୁଣିଲେ ନା। ବର୍ଷେ ପରେ ଛୋଟ ହରିଦାସଙ୍କର ତ୍ରିବେଣୀରେ ଦେହ ତ୍ୟାଗ ହେଲା। ଛୋଟ ହରିଦାସଙ୍କର ଲାଭ କଣ ଅଛି? এটা ମହାପ୍ରଭୁଙ୍କର ସେବା ଲାଗିଲା ନା ସର୍ବ ରହିଛି, ଲାଭ କି ଅଛି? ଯଦି ସର୍ବ ମହାପ୍ରଭୁଙ୍କ ସେବା ନ ଲାଗିଲା, ଏ ସର୍ବଟା ହେଇଛି ମହାପ୍ରଭୁଙ୍କ ସେବା ପାଇଁ ଉଦ୍ଦିଷ୍ଟ, ଭଗବାନ କୃଷ୍ଣଙ୍କ ସେବା ପାଇଁ, ତାଙ୍କ ସେବା ନ ଲାଗିଲା ଲାଭ କି ଅଛି? ଇଏ ହଉଛି ବୈଷ୍ଣବର କଥା। ସେବା ନ ଲାଗିଲା ଏ ସର୍ବର ମୂଲ୍ୟ କିଏ? ବୈଷ୍ଣବ କେବେ ଇନ୍ଦ୍ର ପ୍ରୀତି ପାଇଁ ସର୍ବର ସୁଖ ଉପଭୋଗ କରିବା ପାଇଁ ସର୍ବ ଧାରଣ କରେ ନା, ଭଗବାନଙ୍କ ସେବା ପାଇଁ, ଭଗବାନଙ୍କ ବିଧିବିଧାନ ପାଇଁ, ଗୁରୁ ଗୌରାଙ୍କର ବିଧିବିଧାନ ପାଇଁ ସର୍ବ ଧାରଣ କରେ, ଅନ୍ୟ ଉଦ୍ଦେଶ୍ୟ ନୁହେଁ। ତେଣୁ ଛୋଟ ହରିଦାସ କଲେ ଯଦି ମହାପ୍ରଭୁଙ୍କ ସେବା ନ ଲାଗିଲା ସର୍ବ ଲାଭ କଣ ଅଛି? ରଖି ଲାଭ କଣ ଅଛି? ତେଣୁ ତ୍ରିବେଣୀରେ ଦେହ ତ୍ୟାଗ କଲେ। ମହାପ୍ରଭୁଙ୍କ ପାଖରେ ସମ୍ବାଦ ପହଞ୍ଚିଲା ଯେ ଛୋଟ ହରିଦାସ ସେଇ ତ୍ରିବେଣୀରେ ଝାମ୍ପ ଦେଇକିରି ଆଉ ଦେହ ତ୍ୟାଗ କଲେ। ମହାପ୍ରଭୁ ସ୍ୱକର୍ମ ଫଳ ଭୁକ୍ପୁମାନ୍, ଯାହା କର୍ମ କଲେ ତା ଫଳଟା ପା। ସ୍ୱକର୍ମ ଫଳ ଭୁକ୍ପୁମାନ୍, ପ୍ରକୃତି ଦର୍ଶନ କଲେ ଇ ପ୍ରାୟଶ୍ଚିତ হয়, ଇ ପ୍ରାୟଶ୍ଚିତ ହବ। ଯଦି କୌଣସି ବୈଷ୍ଣବ ସନ୍ନ୍ୟାସୀ ପ୍ରଭୁ ଦର୍ଶନ କଲେ ଏ ପ୍ରକାର হয়, ତାହେଲେ ଇ ପ୍ରାୟଶ୍ଚିତ ତା ତ୍ରିବେଣୀରେ ଯାଇ ଝାମ୍ପ ଦଉ, କାହିଁକି ରହିବ ଧରଣ, କଣ ଲାଭଟା ଅଛି? ଏ ମହାପ୍ରଭୁଙ୍କୁ ମିଳିବ ନା। ଏଥିରେ ଗୃହତ୍ୟାଗୀ ବୈଷ୍ଣବ ମାନଙ୍କୁ ମହାପ୍ରଭୁ ଶିକ୍ଷା ଦେଇଛନ୍ତି। ଯେଉଁମାନେ ଗୃହତ୍ୟାଗ କରିଛନ୍ତି ଆସିଛନ୍ତି ଭଜନ ପଥକୁ, ସେମାନଙ୍କ ପାଇଁ ଶିକ୍ଷା ଦିଆଯାଇଛି। ବୈଷ୍ଣବ ବେଶ ଧାରଣ କରି ଗୋପନରେ ବ୍ୟଭିଚାର କଲେ ମହାପ୍ରଭୁ ତାର ମୁଖ ଦର୍ଶନ କରନ୍ତି ନା। ସୁତରାଂ ସେପରି ବ୍ୟକ୍ତି ମହାପ୍ରଭୁଙ୍କର ଭକ୍ତ ରୂପେ ପରିଚୟ ଦେବା ହାସ୍ୟାସ୍ପଦ କଥା, ହାସ୍ୟାସ୍ପଦ କଥା। ଏବେ ମହାପ୍ରଭୁଙ୍କର ଭକ୍ତ ବୋଲି ପରିଚୟ ଦିଅ ନା, ହାସ୍ୟାସ୍ପଦ। ଯାହା ସମାଜରେ ଘୃଣ୍ୟ ତାହା ବୈଷ୍ଣବ ନିକଟରେ ଶୋଭା ପାଏ ନା। ସମାଜରେ ତ ଘୃଣ୍ୟ ହବ ସେ, ମହାପ୍ରଭୁ କିପରି କ୍ଷମା କରିବେ? ବୈଷ୍ଣବ ସମାଜରେ କିପରି ଆଦର ପାଇବ? ଇ କଥା ନାହିଁ, ଏ କଥା କେବେ ନାହିଁ, ଏ କଥା କେବେ ନାହିଁ। ଇଏ ହଉଛି କଥା ଆମର। ଆଉ ଶିକ୍ଷା ୟା ଭିତରେ ରହିଛି। ମହାପ୍ରଭୁ କାହିଁକି ଏପରି କଲେ? ଇଏ ଲୋକ ଶିକ୍ଷା ପାଇଁ କରାଯାଇଛି। ଯଦିଓ କପଟତା ପୂର୍ବକ ଅବୈଧ ସ୍ତ୍ରୀ ସଙ୍ଗ ପାପଟେ, ତଥାପି ବୈଷ୍ଣବଙ୍କର ତ୍ରିଗୁଣାତୀତ ଅପ୍ରାକୃତ
ପରମୋଚ୍ଚ ଆସନ ବୁଝେଇବା ନିମିତ୍ତ ଏବଂ ଭବିଷ୍ୟତରେ ବିଦ୍ଧ ପ୍ରାକୃତ ସଜ୍ଜା ପ୍ରଭୃତି ଉପଧର୍ମ ଅଧର୍ମ ଆଦି ନାରକୀଗଣଙ୍କର ବ୍ୟବହାର ଯେ ନିତାନ୍ତ ଅଧର୍ମ ଭିତରେ ଗଠିତ ହୋଇଛି, ଶୁଦ୍ଧ ବୈଷ୍ଣବ ଧର୍ମ ସମ୍ପୂର୍ଣ୍ଣ ବିପରୀତ ସ୍ୱତନ୍ତ୍ର ଏ ବୁଝେଇବା ନିମିତ୍ତ, ଏହି ଶିକ୍ଷା ଦେବା ନିମିତ୍ତ ମହାପ୍ରଭୁ ତାଙ୍କର ନିଜ ଭକ୍ତ ପ୍ରିୟ ଭକ୍ତ ଛୋଟ ହରିଦାସଙ୍କୁ ଦଣ୍ଡ ପ୍ରଦାନ କରିଥିଲେ। ଏ ଶିକ୍ଷା ଦେବା ପାଇଁ ନହେଲେ ତାଙ୍କର ଅତିପ୍ରିୟ ଭକ୍ତ ଛୋଟ ହରିଦାସ, ତାଙ୍କର ବିଶେଷ ଦୋଷ ନଥିଲା। ଶ୍ରୀ ମାଧବୀ ଦେବୀ ଉଚ୍ଚାଧିକାରିଣୀ ପ୍ରିୟ ମହାଭାଗବତ, ତାହାଙ୍କ ନିକଟରୁ ଦଣ୍ଡ ଭିକ୍ଷା ଗ୍ରହଣ ହରିଦାସଙ୍କ ସଦୃଶ ପ୍ରଭୁ ପାର୍ଷଦଙ୍କର ଅବୈଧ କାର୍ଯ୍ୟ ନ ହେଲେ ସୁଦ୍ଧା, ଅବୈଧ ଭଗବାନ ଆଚାର୍ଯ୍ୟ କହିଛନ୍ତି ତାଙ୍କ ଆଦେଶରେ ଯାଇଛି, ସେ ନିଜ ପାଇଁ ଯାଇନି କିଛି, ଅବୈଧ କାର୍ଯ୍ୟ ନ ହେଲେ ସୁଦ୍ଧା ଭବିଷ୍ୟତରେ ତାହାଙ୍କର ଏ ପ୍ରକାର ଉଦାହରଣ ବା ଆଦର୍ଶର ଅନୁକରଣ କରି ଅନେକ ସାକ୍ଷ୍ୟ କାପଟ୍ୟ ବିସ୍ତାର ପୂର୍ବକ କଳିଜନ ଚିତ ଅବୈଷ୍ଣବ ମତ ପ୍ରଚାର କରିବ। ମହାପ୍ରଭୁ ଜାଣିଛନ୍ତି ଟିକେ ଯଦି ଆମେ ଏତିକି ଯାହା କହନ୍ତି କଣ କହନ୍ତି ଏତିକି ଯଦି ଆମେ ଦେଇଦେଇଥିବା ସୁବିଧା, ତାହେଲେ ଭବିଷ୍ୟତ ଭୟଙ୍କର ଏହାକୁ ଆଳ କରିକି ହେଇଯିବ। ଏଇଟା ମହାପ୍ରଭୁ ଜାଣି, ତେଣୁ ନା ଏତକ ମଧ୍ୟ ସୁଯୋଗ ଆମେ ଦେବା ନା। ମହାପ୍ରଭୁ କେତେ କଠିନ ଥିଲେ। ମହାପ୍ରଭୁ ଅପାର କରୁଣାମୟ, ଅହେତୁକି କୃପାମୟ, ଅଦ୍ଭୁତ କରୁଣାମୟ, ଯେ କି ପତିତ ପାମର ବାଛି ନାହାନ୍ତି, କୃଷ୍ଣ ପ୍ରେମ ଦେଇଛନ୍ତି, କିନ୍ତୁ ଏଇଟା ଅଛି ତାର କେମିତି ମିଳିବ? ସବୁ ମିଳିବ? ତାହା କଦାପି ମହାପ୍ରଭୁ କରିନାହାନ୍ତି। କେବେ ଯାହା କରିବ କଦାପି ମହାପ୍ରଭୁଙ୍କର କୃପା ପାଇପାରିବ ନା। ଏ ଶିକ୍ଷା ଦେଇଛନ୍ତି ମହାପ୍ରଭୁ ଏଇଟା। କାରଣ ଏତିକି ମହାପ୍ରଭୁ ଯଦି କୃପା ମାନେ କ୍ଷମା କରିଦେଇଥାନ୍ତେ, ତାହେଲେ ଏଇ ଆଳରେ ଭୟଙ୍କର କାଣ୍ଡ ଏତେ ତ କରିନାହାନ୍ତି, ତା ସତ୍ତ୍ୱେ ତ ହେଇଯାଉଛି ନା। ମହାପ୍ରଭୁ ଏତେ କରିନାହାନ୍ତି, ତା ସତ୍ତ୍ୱେ କଣ ହେଇଯାଉଛି? କେଡ଼େ ବିରାଟ ବିରାଟ କାଣ୍ଡ ହେଇଯାଉଛି ଏସବୁ କଥା। ଆଉ କରିଥିଲେ କଣ ନ ହେଇଥାଏ? ଏଇଟା ବିଚାର କର। ଏଇଟା ଶିକ୍ଷା ଦେବା ପାଇଁ ମହାପ୍ରଭୁ କରୁଛନ୍ତି। ମହାପ୍ରଭୁ କେଡ଼େ କଠିନ। ସୋଚ ପଡ଼ିଛି ଖାଲି କୃଷ୍ଣ ପ୍ରେମ ପାଇଯିବ ତୁମେ? ସୋଚ ପଡ଼ିଛି ନା କି? ନା, ତା ସହଜ ନାହିଁ। ମହାପ୍ରଭୁ କୃପା ନହେଲେ ହବ ନା। ମହାପ୍ରଭୁ କେବେ କୃପା କରିବେ ନା ଏମାନଙ୍କୁ। ଏଇଟା କଥାଟା ଇଏ ବୈଷ୍ଣବ ମତ ପ୍ରଚାର ହେଇଯିବ। ଏହାର ନିବାରଣ ଉଦ୍ଦେଶ୍ୟରେ ଜଗଦ୍ଗୁରୁ ଶ୍ରୀମନ୍ତ ମହାପ୍ରଭୁ ଲୋକ ଶିକ୍ଷକ ହିସାବରେ ହରିଦାସଙ୍କ ପ୍ରତି ଦଣ୍ଡ ବିଧାନ କଲେ। ଛୋଟ ହରିଦାସ ଶ୍ରୀ ଗୌର ସୁନ୍ଦର ଅସାମାନ୍ୟ ଦୟାର ସାଗର, ଅଦ୍ଭୁତ ଦୟାର ସାଗର ହିଁ ସୁଦ୍ଧା କଳିଜୀବଙ୍କର ଦୁର୍ବଳତା ବୁଝି ଏ ପ୍ରକାର ସଙ୍ଗ ତ୍ୟାଗ ରୂପ ସୁକଠୋର ଦଣ୍ଡ ବିଧାନ କରି ଅମନ୍ଦ ଦୟାର ପରାକାଷ୍ଠା ଦେଖେଇଛନ୍ତି। ଅମନ୍ଦ ଦୟା ଦେଖେଇଛନ୍ତି ଦ୍ୱାରା ସେ ମହାପ୍ରଭୁ କଠିନ ହେଇନାହାନ୍ତି। ଅମନ୍ଦ ଦୟା କଳି ଯୁଗର ଲୋକ, ତାର ଦୁର୍ବଳତା ଅଛି। କେମିତି ପାଇବ ମହାପ୍ରଭୁଙ୍କର କୃପା? ତେଣୁ ମହାପ୍ରଭୁ ଶିକ୍ଷା ଦେଇଛନ୍ତି। ଛୋଟ ଦାସ ମହାପ୍ରଭୁ ଦଣ୍ଡ ପ୍ରଦାନ ଲୀଳାରୁ ଗୌର ଭକ୍ତଗଣ ଏହି ଶିକ୍ଷା ଲାଭ କରେ। ପ୍ରଥମ ନମ୍ବର ଶିକ୍ଷା, ଭଗବାନ ଶ୍ରୀ ଗୌର ସୁନ୍ଦର ଜୀବମାନଙ୍କ ପ୍ରତି ପରମ କାରୁଣିକ ହେଇ ସୁଦ୍ଧା ନିଜ ପାର୍ଶ୍ୱଦ ଭକ୍ତ ଛୋଟ ହରିଦାସଙ୍କୁ ପ୍ରକାଶ୍ୟ ଭାବରେ ତ୍ୟାଗ କଲେ। ତାଙ୍କର ପାର୍ଶ୍ୱଦ, ତାଙ୍କର ଭକ୍ତ ସେ, କିନ୍ତୁ ପ୍ରକାଶ୍ୟ ଭାବରେ ତ୍ୟାଗ କଲେ। ଯଦି ପ୍ରଭୁ ତାହାଙ୍କୁ ତ୍ୟାଗ ନ କରିଥାନ୍ତେ, ତାହେଲେ ଅବୈଧ ଭାବେ ପ୍ରଶ୍ରୟ ପାଇ କଳିକାଳର ଦୁର୍ବଳ ଜୀବ ପ୍ରାକୃତ ସହଜା ପ୍ରଭୃତି ଜଡୀୟ ଉପଧର୍ମକୁ ବୈଷ୍ଣବ ଧର୍ମ ଜ୍ଞାନ କରି ନର୍କରେ ପଡ଼ିଥାନ୍ତା। ଚାଲିଥାନ୍ତି ସହଜା ଗୁଡାକ ତଥାପି ଅଛନ୍ତି, ଏଇଗୁଡାକ ଅଛନ୍ତି। ମହାପ୍ରଭୁ କିନ୍ତୁ ପ୍ରଶ୍ରୟ ଦେଇନାହାନ୍ତି। ଦେଇଥାନ୍ତା ଆଉ କଣ କାଣ୍ଡ ହେଇଥାନ୍ତା? ଏଇଟା ଭାବ, ଏଇଟା ପାଠିକା। ତଦ୍ୱାରା ପ୍ରଭୁଙ୍କର କରୁଣାର ପରିଚୟ ମିଳିନଥାନ୍ତା। ଏଇଟା ପ୍ରଥମ ନମ୍ବର ଶିକ୍ଷା। ଦ୍ୱିତୀୟ ନମ୍ବର ଶିକ୍ଷା, ପ୍ରଚାରକାରୀ ବୈଷ୍ଣବ ଆଚାର୍ଯ୍ୟଙ୍କର ଆସନ ଆଉ ଆଚାରକାରୀ ଭକ୍ତଙ୍କର ଆସନ କିପରି ହେବା ଉଚିତ, ଏ ଦଣ୍ଡ ପ୍ରଦାନ ଲୀଳା ଦ୍ୱାରା ମହାପ୍ରଭୁ ସଂସାରଙ୍କୁ ଦେଖେଇ ଦେଇଛନ୍ତି। ଯେ ଆଚାର ପ୍ରଚାର କରିବେ, ମହାପ୍ରଭୁଙ୍କର ବାଣୀ ପ୍ରଚାର କରିବେ, ଯେ ତାଙ୍କର କେମିତି ଆସନ ହେବା ଉଚିତ ସେଇଟା ଦେଖେଇ ଦେଇଛି। ଇବାଜ୍ୟ ହବ, ତା ନହେଲେ ସେ ବାଣୀ ପ୍ରଚାର କରିପାରିବେ ନା, ମହାପ୍ରଭୁଙ୍କୁ ବାହାରିବେ ନା। ଯଦି କପଟରେ ବ୍ୟଭିଚାର କରିବେ, ବୁଝିପାରିଲେ? ଇ ଶିକ୍ଷା ଦେବା ପାଇଁ ଏଇଟା କରୁଛନ୍ତି। ଦ୍ୱିତୀୟ ନମ୍ବର ଶିକ୍ଷା। ତୃତୀୟ ନମ୍ବର ଶିକ୍ଷା, ଶୁଦ୍ଧ ସରଳ ନିଷ୍ପାପ ଜୀବନ ହେଇ ଭଗବତ ଭକ୍ତଙ୍କର ଯେପରି ଗୌର କୈଙ୍କର୍ଯ୍ୟ ମାନେ ଗୌର ଦାସ୍ୟ କରିବା କର୍ତ୍ତବ୍ୟ, ମହାପ୍ରଭୁ ଜୀବକୁ ସେହିପରି ଭାବରେ କୃଷ୍ଣେତର ବିଷଭୋଗ ତ୍ୟାଗ ରୂପ ବୈରାଗ୍ୟ ଶିକ୍ଷା ଦେଇଛନ୍ତି। ଏ ଶିକ୍ଷା ଦେଇଛନ୍ତି। ନହେଲେ ଗୌର ଦାସ ହେଇପାରିବ ନା, ମହାପ୍ରଭୁଙ୍କ ଦାସ ହେଇପାରିବ ନା ତୁମେ ଯଦି ତୁମର ଏକ ବରଦାନ ରହେ। ଶ୍ରୀମାନ ମହାପ୍ରଭୁଙ୍କର ନିଜ ଭକ୍ତଗଣଙ୍କର ସୁନିର୍ମଳ ଚରିତ୍ର ଯେ କେତେ ଉଚ୍ଚ, ଗୌର ଭକ୍ତର ଚରିତ୍ରଟା କେଡ଼େ ଉଚ୍ଚ ଦେଖେଇଛନ୍ତି ମହାପ୍ରଭୁ ଦ୍ୱାରା। ଓ କେଡ଼େ ଲୋଭନୀୟ ଆଦର୍ଶ ସ୍ଥଳ ଏବଂ ଶୁଦ୍ଧ ସଭକ୍ତଗଣକୁ ଯେ ସେ କିପରି ନିଜ ଜନଜ୍ଞାନରେ ଗ୍ରହଣ କରନ୍ତି,
ଏବଂ କୃଷ୍ଣେତର ବିଷୟାନୁରାଗର ଛାୟାରେ ଯେ କି ପ୍ରକାର ବିଷମୟ ଫଳ ଉତ୍ପନ୍ନ হয় ତାହା ଦର୍ଶନ କରିଥିଲା। ତାହା ଦର୍ଶନ এই ଶିକ୍ଷା ଅଛି ଭିତରେ। এই 4 নম্বର ଶିକ୍ଷା। 5 নম্ବର ଶିକ୍ଷା ଛୋଟ ହରଦାସଙ୍କ ପ୍ରତି ମହାପ୍ରଭୁଙ୍କ ଦଣ୍ଡ ବିଧାନ ରୂପ ଅମନ୍ଦଦୟ ଦୟା। ଦଣ୍ଡ ବିଧାନଟା ଦୟା ହେଇଛି। ଅମନ୍ଦଦୟ ଦୟା ପ୍ରଭୁଙ୍କ ପ୍ରତି ହରିଦାସଙ୍କର ସେବା ବୁଦ୍ଧି ବା ଗାଢ ଅନୁରାଗ କେତେ ଅଧିକ ପରିମାଣରେ ଥିଲା। ତାଙ୍କର ସେବା ବୁଦ୍ଧି ଗାଢ ଅନୁରାଗ ମହାପ୍ରଭୁ ପରି କେତେ ଅଧିକ ପରିମାଣରେ ଥିଲା। ଯାହାଫଳରେ ଆଉ ଲାଭ କଣ ଅଛି ଏ ଶରୀର ରଖିକି ଯଦି ମହାପ୍ରଭୁଙ୍କ ସେବା ତ୍ରିବେଣୀ ଦାସ ଦେଇଥିଲେ। ଇଏ ଅନୁରାଗର କଥା ନାଇଁ, ନହେଲେ କିଏ ସରତ୍ୟାଗ କରିବ? ଇଟା ଦେଖା ହେଇଛି। ଏ ଶିକ୍ଷା ଅଛି ମଧ୍ୟ। ତାହା ଦେଖାଇବା ନିମିତ୍ତ ତାଙ୍କର ସାମାନ୍ୟ ତ୍ରୁଟି ମଧ୍ୟ ମହାପ୍ରଭୁ ସହ୍ୟ କରିବାକୁ ପ୍ରସ୍ତୁତ। ସାମାନ୍ୟ ତ୍ରୁଟି ସହ୍ୟ କରିବା ପ୍ରଭୁଙ୍କର ଗାଢ ଅନୁରାଗର ପାତ୍ର ହେବାକୁ ଇଚ୍ଛା କଲେ ସୁଧ ଭଜନେଚ୍ଛୁ ଭକ୍ତଗଣ ସମସ୍ତ ପ୍ରକାର ଅହିକ ଇନ୍ଦ୍ରିୟ ସୁଖ ଲାଳସା ସର୍ବତୋଭାବେ ତ୍ୟାଗ କରିବେ। ନଚେତ୍ ଗୌରହରି ତାହାଙ୍କୁ ଗ୍ରହଣ କରିବେ ନା। ଗ୍ରହଣ କରିବେ ନା। ଗୌରହରି କଦାପି ଗ୍ରହଣ କରିବେ ନା। ଏ ଶିକ୍ଷା ଏଠି ଅଛି। ଇମ୍ପୋର୍ଟାଣ୍ଟ ଗୁରୁପୂର୍ଣ୍ଣ କଥା ଏଠି ଅଛି। ଛୋଟ ହରିଦାସ ଦଣ୍ଡ ବିଧାନ କରିବେ। 6 নম্বର ଶିକ୍ଷା ହେଉଛି କେହି ପ୍ରୟାଗାଦି ବିଷ୍ଣୁ ତୀର୍ଥରେ ଦେହତ୍ୟାଗ କଲେ ଅପରାଧ ଆଦି ମାର୍ଜିତ ମୁକ୍ତ ହୋଇ ତାହାଙ୍କର ସ୍ୱୀକୃତି ଓ ସଦ୍ଗତି ଲାଭ হয়। ଯାହା ଦେହ ତ୍ୟାଗ ଏହିପରି ତୀର୍ଥ କ୍ଷେତ୍ରରେ କରିଗଲେ ଏହିପରି হয় ବୋଲି ଏହି ଶିକ୍ଷା ମଧ୍ୟ ଅଛି। 7 নম্বର ଶିକ୍ଷା ଲୋକଶିକ୍ଷା ନିମିତ୍ତ ନିଜ ଭକ୍ତ ଛୋଟ ହରିଦାସଙ୍କୁ ଗ୍ରହଣ ନ କରି ସୁଦ୍ଧା ପରେ ତାହାଙ୍କ ମୁଖରେ କୃଷ୍ଣ କୀର୍ତ୍ତନ ଶ୍ରବଣ ରୂପ ସେବା ସ୍ୱୀକାର କରି ପ୍ରଭୁ ନିଜ ଭକ୍ତ ବୋଲି ତାହାଙ୍କୁ ଗ୍ରହଣ କରିଛନ୍ତି। ଆରେ ଲୋକଶିକ୍ଷା ପାଇଁ ତ୍ୟାଗ କଲେ କିନ୍ତୁ ତାଙ୍କର ଭକ୍ତ ଅନ୍ତରଙ୍ଗ ପାର୍ଶ୍ୱ ତାଙ୍କ ମୁଖରୁ କୀର୍ତ୍ତନ ଶୁଣିଛନ୍ତି। ତାଙ୍କ ମହାପ୍ରଭୁଙ୍କ ପାଖରେ ଲୋକ ଥାନ୍ତି। ଛୋଟ ହରିଦାସ ବଡ଼ କୀର୍ତ୍ତନିଆ, ସୁନ୍ଦର କୀର୍ତ୍ତନିଆ, ଗୋଟେ ସୁନ୍ଦର ଗାନ କରନ୍ତି, କୀର୍ତ୍ତନ କରନ୍ତି। ମହାପ୍ରଭୁ ଖୁସି ହୁଅନ୍ତି। ସେଥିରେ ଛୋଟ ହରିଦାସ ତ୍ରିବେଣୀରେ ଦେହ ବିସର୍ଜନ କଲେ କିନ୍ତୁ ମହାପ୍ରଭୁଙ୍କ ପାଖରେ ଭକ୍ତଗଣ ବେଳେବେଳେ ଶୁଣନ୍ତି ସେ ଛୋଟ ହରିଦାସ ଗାନ କରୁଛନ୍ତି। ବୋଇଲେ ସେ ଗଲେ ମହାପ୍ରଭୁଙ୍କ ଧାମକୁ ଗଲେ, ସେଠି ଗାନ କଲେ ଯାଇକିରି ସେ ଗାନ ଆସେ, ସେ ଶୁଣାଯାଏ। ଭକ୍ତମାନେ କହନ୍ତି ଏ ତ ଛୋଟ ହରିଦାସ ଗାନ ବାଗିଆ ଶୁଣାଯାଉଛି। ଛୋଟ ହରିଦାସ ସେଠି ଗାନ କରୁଛନ୍ତି। ମହାପ୍ରଭୁ ଧାମ ଗାଇ ତାମାନେ ସେଟା ଶିଖାଇছে। କୀର୍ତ୍ତନ ଶ୍ରବଣ ରୂପ ସେବା ସ୍ୱୀକାର କରି ନିଜ ଭକ୍ତ ବୋଲି ତାଙ୍କୁ ଗ୍ରହଣ କରୁଛନ୍ତି। ଏ ହେଉଛି ଲୋକଶିକ୍ଷା ପାଇଁ ତ୍ୟାଗ କରିଛନ୍ତି। ଏ ଯାହା ପ୍ରତି ଅତ୍ୟନ୍ତ ଅନୁରାଗ ଥାଏ, ବୁଝିପାରିଲ, ସ୍ନେହ ଥାଏ, ଅନୁରାଗ ଥାଏ, ତାଙ୍କ ପ୍ରତି ଏହିପରି ଦଣ୍ଡବିଧାନ ହୁଏ। ତାଙ୍କ ପ୍ରତି ସେ ଦଣ୍ଡବିଧାନ, ଦଣ୍ଡଟା ହେଉଛି କୃପା। ଦଣ୍ଡଟା ହେଉଛି କୃପା, ବୈଷ୍ଣବର କୃପା, ମହାପ୍ରଭୁଙ୍କର କୃପା ଯେ ଦଣ୍ଡ ପାଇ ତାପରେ ବଡ଼ ଅନୁରାଗ ଅଛି। ଦଣ୍ଡବିଧାନ ଛୋଟ ସାମାନ୍ୟ ତ୍ରୁଟି ସହ୍ୟ କରାଯାଏ, ଦଣ୍ଡ ଦିଆଯିବ। ଏଇଟା ଏ ହେଉଛି ବୈଷ୍ଣବର କଥା। ସେବାର ନ ଲାଗିଲା ଏ ଶରୀର ମୂଲ୍ୟ କିଏ? ବୈଷ୍ଣବ କେବେ ଇନ୍ଦ୍ର ପ୍ରୀତି ପାଇଁ ଶରୀର ସୁଖ ଉପଭୋଗ କରିବା ପାଇଁ ଶରୀର ଧାରଣ କରେ ନା। ତେବେ ମହାପ୍ରଭୁ ଯେ ତାଙ୍କୁ ବର୍ଜନ କରିଛନ୍ତି ଏଇଟା ଲୋକ ଶିକ୍ଷା ପାଇଁ କରିଛନ୍ତି। ଛୋଟ ହରିଦାସଙ୍କର ବିଶେଷ ଦୋଷ କିଛି ନାହିଁ। କୌଣସି ଭାବାନ୍ତର ଭେଦ ରହେ ନା ଏବଂ ନାୟିକାର କୌଣସି ସତା ମଧ୍ୟ ନଥାଏ। ନିଜର ପ୍ରେମରେ ସେ ନିଜକୁ ପୂର୍ଣ୍ଣାହୁତି ଦିଏ। ସେଲ୍ଫଲେସ୍ ଲଭ୍, ଇଂରେଜୀରେ କହନ୍ତି ସେଲ୍ଫଲେସ୍ ଲଭ୍। ଏର ଅଧୀର ଅଧିଷ୍ଠାନ ଏକମାତ୍ର ହେଉଛନ୍ତି ସେ ବ୍ରଜଦେବୀଗଣ, ସେ ଗୋପୀଗଣ। କୃଷ୍ଣଙ୍କର ସୁଖ ନିମିତ୍ତ ଏହାର ଉଦ୍ୟମ ପ୍ରକାଶ ପାଏ। ସେଇଥିପାଇଁ ସମର୍ଥାରତୀ ସ୍ୱରୂପ ପ୍ରୌଢ଼, ପ୍ରୌଢ଼ ସମର୍ଥାରତୀ ହେଲେ ମହାଭାବ, ମହାଭାବ ଦଶା ପ୍ରାପ୍ତି ଘଟେ। ଏହି ସମର୍ଥାରତୀକୁ ଯେତେବେଳେ ପ୍ରତିକୂଳ ଭାବ ବିଚଳିତ କରିପାରେ ନା ସେତେବେଳେ ଏହାକୁ କୁହାଯାଏ ପ୍ରେମ। ସେତେବେଳେ ପ୍ରେମ କୁହାଯାଏ। ପ୍ରେମ ଯଥା ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ ଏ ବୃଦ୍ଧି ହେଇକି ଚାଲେ। ଯେପରି ଉଦାହରଣ ଦିଆଯାଏ, ମୃତ୍ତିକାରେ ରୋପିତ ଇକ୍ଷୁ ଗ୍ରନ୍ଥିରୁ ଇକ୍ଷୁ ରସ, ଗୁଡ଼, ଖଣ୍ଡମିଶ୍ରି, ଶର୍କରା ଏସବୁ ଯେମିତି ଘନ ଘନତର ଘନତର ହେଇକି হয়, ତଦ୍ ଭାବରେ ସ୍ନେହ, ମାନ, ପ୍ରଣୟ, ଭାବ, ଅନୁରାଗ, ମହାଭାବ ପ୍ରକାର ଭାବରେ যায়। ସମର୍ଥାରତୀ ବିଶିଷ୍ଟା ପ୍ରେୟସୀର ଯେଉଁ ଜାତୀୟ ପ୍ରେମ କୃଷ୍ଣଙ୍କ ପ୍ରତି ସଞ୍ଜାତ হয়, କୃଷ୍ଣଙ୍କ ପ୍ରତି সেই ଜାତୀୟ ପ୍ରେମ ସେ ନାୟିକା ପ୍ରତି ସଞ୍ଚାଳିତ হয়। ସମର୍ଥାରତୀ ହେଉଛି ପ୍ରେମର ଚରମ ସୀମା। ମନେ ରଖିବାକୁ ହବ, ଗୋପୀମାନଙ୍କର ପ୍ରେମ ଲୀଳା କାମ କ୍ରୀଡ଼ା ନୁହେଁ। ପ୍ରେମେବ ଗୋପରାମାଣ କାମ ଇତ୍ୟଗମତ୍ ପ୍ରଧାନ। ଏ ରୂପ ଗୋସ୍ୱାମୀ କହିଛନ୍ତି।
ପ୍ରେମ ପଞ୍ଚମ ପୁରୁଷାର୍ଥ। ପ୍ରେମ ନିମିତ୍ତ ପ୍ରେମାସ୍ପଦଙ୍କୁ ଦୂରକୁ ଠେଲି ଦେବାକୁ হয়। ଚିର ମିଳନ ମାନେ ପ୍ରେମର ଅକାଳ ମୃତ୍ୟୁ। ବିରହ ପ୍ରେମକୁ ବଞ୍ଚେଇ ରଖେ। ପ୍ରେମର ପରୀକ୍ଷା হয় ସେଇଠି। ବିଚ୍ଛେଦ ରୂପୀ କୃପା ଦେଇ ଗୋପୀମାନଙ୍କୁ ନିତ୍ୟ ପ୍ରେମାନନ୍ଦମୟୀ କରିବା ନିମିତ୍ତ କୃଷ୍ଣ ବୃନ୍ଦାବନ ତ୍ୟାଗ କରିଥିଲେ। ତା ନହେଲେ ପ୍ରେମର ପରାକାଷ୍ଠା ପ୍ରଦର୍ଶିତ ହବ ନା। ସେଥିପାଇଁ ଯୁଗାୟିତଂ ନିମିଷେଣ ଚକ୍ଷୁଷା ପ୍ରଭୃଷାୟିତଂ ଶୂନ୍ୟାୟିତଂ ଜଗତ୍ସର୍ବଂ ଗୋବିନ୍ଦ ବିରହେଣମେ। ଏ ମହାପ୍ରଭୁଙ୍କର ଶିକ୍ଷାଷ୍ଟ କରି ବିପ୍ଳମ୍ବ ଭାବ। ବ୍ରଜେନ୍ଦ୍ରନନ୍ଦନ କୃଷ୍ଣଙ୍କର ବିରହରେ ମୋର ନିମେଷ ସଦୃଶ ଅତି ଅଳ୍ପକାଳ ଯୁଗ ଭଳି ବୋଧ ହେଉଛି। ଚକ୍ଷୁ ଦେଇ ବର୍ଷାଧାରା ପରି ଜଳ ପଡୁଛି, ଜଗତ୍ ଶୂନ୍ୟ ପ୍ରାୟ ବୋଧ ହେଉଛି। ସେ ଗାନ ଆମେ କବିରାଜଙ୍କର ଗୋସ୍ୱାମୀଙ୍କ ଭାଷାରେ ଗାନ କରୁଥିଲେ। ଉଦ୍ବେଗ ଦିବସ ନାଲା କ୍ଷଣ ହଇଲ ଦିବସମ ବର୍ଷାର ମେଘ ପ୍ରାୟ ଅଶୁବର୍ଷେ ଦୁନୟନ ଗୋବିନ୍ଦ ବିରহে ଶୂନ୍ୟ ହଇଲା ତ୍ରିଭୁବନ ତୁଷାନରେ ପୋড়ে যেন না যায় জীবন। ବିପ୍ଳମ୍ବ ଭାବିତ ମହାନ୍ତ ଗୁରୁବର୍ଗ এই ଭାବରେ ଭଜନ କରିଛନ୍ତି। ଏଇ ମହାପ୍ରଭୁଙ୍କର ବିପ୍ଳମ୍ବ ଭାବ ଶିକ୍ଷା। ଏଇ ଭାବ ନହେଲେ ମହାପ୍ରଭୁଙ୍କର ଶିକ୍ଷା ତୁମେ ଉପଲବ୍ଧି କରିନା। ମହାପ୍ରଭୁଙ୍କର ଭାବଟାକୁ ନିଜ ଭିତରେ ପ୍ରବେଶ କରିନା, ଭଜନ ଠିକଣା ହବ ନା। ପରମହଂସ ବୈଷ୍ଣବ ମାନଙ୍କର କୃଷ୍ଣ ବିରହରେ ବରାବର ବିଳାପ କରିଛନ୍ତି। ଈଶ୍ୱରପୁରୀ ମାଧବେନ୍ଦ୍ରପୁରୀ ଏମାନଙ୍କର କଥା ଦେଖିଲେ ଆମେ ଦେଖିବା। ଈଶ୍ୱରପୁରୀଙ୍କର କଥା ମଧ୍ୟ ଅଛି। ସେ ମଧ୍ୟ ବାଣୀ ଦେଇଛନ୍ତି। ଯୋଗ ସୃତ୍ୟୁପପତ୍ତି ନିର୍ଜନ ଘନ ଧ୍ୟାନାଧ୍ୱ ସମ୍ଭାବିତା ସ୍ୱରାଜ୍ୟଂ ପ୍ରତିପାଦ୍ୟ ନିର୍ଭୟମୟୀ ମୁକ୍ତା ଭବନ୍ତ ଦ୍ୱିଜା ସ୍ମାକନ୍ତୁ କଦମ୍ବ କୁଞ୍ଜ କୁହର ପ୍ରୀବନ୍ମିଳ ଇନ୍ଦୀବର ଶ୍ରେଣୀ ଶ୍ୟାମଳ ଧାମ ନାମ ଦୁଶତଂ ଜନ୍ମାସ୍ତୁ ଲକ୍ଷାବଧି। এই পদ্মাবলী রূপগোস্বামী ধার করছি। জাতিগণ অষ্টাঙ্গ যোগ বেদানুশীলন ନିର୍ଜନ ବନ ବା ବାନପ୍ରସ୍ଥ ଧ୍ୟାନ ତୀର୍ଥ ପର୍ଯ୍ୟଟନ ଦ୍ୱାରା ନିର୍ଭୟରେ ସ୍ୱାଧିକାର ଚିତ୍ତ ସ୍ୱରୂପାନୁଭବ ପ୍ରାପ୍ତ ହିଁ ଯଦି ମୁକ୍ତ ହୁଅନ୍ତି ହୁଅନ୍ତୁ। କିନ୍ତୁ ଆମମାନେ କଦମ୍ବ କଞ୍ଜ କୁହରରେ ଉଦୟଶୀଳ ଇନ୍ଦୀବର ଶ୍ରେଣୀତୁଲ୍ୟ ଶ୍ୟାମ ସୁନ୍ଦରଙ୍କ ଶ୍ରୀ ନାମର ସେବକ ଆମେ। ଅଦେବ ଆମମାନଙ୍କର ଲକ୍ଷାବଧି ଜନ୍ମ ହଉ ସେଥିରେ କିଛି କ୍ଷତି ନାହିଁ। ତେଣୁପାଇଁ ମୁକ୍ତି ଚାହୁଁନୁ ଲକ୍ଷାବଧି ଜନ୍ମ ହଉ କିଛି କ୍ଷତି ନାହିଁ। ଯେଉଁମାନେ ଏକମାତ୍ର ଶ୍ରୀକୃଷ୍ଣ ନାମ କୀର୍ତ୍ତନକୁ ସାଧ୍ୟ ସାଧନ ରୂପେ ବରଣ ନ କରି ଅନ୍ୟ ଯେକୌଣସି ସାଧନ ପ୍ରାୟ ମନୋନୟନ କରିଛନ୍ତି ସେମାନଙ୍କର ଚିତ୍ତରେ ଶ୍ରୀକୃଷ୍ଣଙ୍କର ବିରହର ଉପଲବ୍ଧି ଅପେକ୍ଷା ସ୍ୱ ସୁଧାନୁସନ୍ଧାନର ବା ଧର୍ମାର୍ଥ କାମ ମୁଖ୍ୟାନୁସନ୍ଧାନର ସ୍ପୃହା ନ୍ୟୁନାଧିକ ପ୍ରବଳ ଭାବରେ ଅଛି। ଯେଉଁମାନେ କୃଷ୍ଣ ବିରହରେ ବିରହୀ ସେମାନଙ୍କର ଏକମାତ୍ର ଜୀବନ ଲକ୍ଷ୍ୟୋଷଧି କୃଷ୍ଣ କଥା କୃଷ୍ଣ ନାମ ତବ କଥାମୃତଂ ତପ୍ତ ଜୀବନ। ବିଶ୍ୱବ୍ୟାପୀ ସମ୍ଭୋଗ ମଦ ପ୍ରମତ୍ତ ଲୋକମାନଙ୍କର ଦିନ ପରେ ଦିନ ସପ୍ତାହ ପରେ ସପ୍ତାହ ମାସ ପରେ ମାସ ବର୍ଷ ପରେ ବର୍ଷ ଅତୀତ ହେଇଯାଉଛି। ସୂର୍ଯ୍ୟ ଆୟୁ ହରଣ କରି ନେଉଛନ୍ତି। ମୃତ୍ୟୁ କ୍ରମଶଃ ନିକଟରୁ ନିକଟତର ହେଉଛି। ତଥାପି ସମ୍ଭୋଗ ପିପାସା କମୁନାହିଁ। କୃତକର୍ମର ଶେଷ ଫଳ ଦିଗ ପ୍ରତି ଦୃଷ୍ଟି ଆକୃଷ୍ଟ ହଉନି। ଆତ୍ମକର୍ତ୍ତବ୍ୟ ଜ୍ଞାନର ଉଦୟ ହଉନି। କୃଷ୍ଣ ସ୍ମୃତି ଶୂନ୍ୟ ଦିବସ ଗୁଡ଼ିକ ଅଲକ୍ଷ୍ୟରେ ଅନାୟାସରେ ଅତୀତ ହେଇଯାଉଛି। ଅନ୍ୟପକ୍ଷରେ ବିପ୍ରଲମ୍ବ ବିଭାବିତ ଚିତ୍ତ ଶ୍ରୀ ଗୌର ପ୍ରଣୟୀ ଜନଙ୍କର ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତ ଗୌର କୃଷ୍ଣ ସ୍ମୃତି ପରିପୂରିତ ଇଷ୍ଟ ବିଚ୍ଛେଦ କାତରାତରାଏ ଭରପୁର। ସେମାନେ କହନ୍ତି ଗତ ଜାମଂ ଗତା ଜାମା ଗତ ଦୀନଂ ହାହନ୍ତ କିଂ କରିଷ୍ୟାମି ନ ପଶ୍ୟାମି ହରେର୍ ମୁଖଂ। ହାୟ ଏକ ପ୍ରହର ଅତୀତ ହେଲା, ଏଇ ଦ୍ୱିତୀୟ ପ୍ରହର ଅତୀତ ହେଲା, ଏଇ 3 ପ୍ରହର ଅତୀତ ହେଲା, ଦିନ ମଧ୍ୟ ଅତୀତ ହେଇଗଲା। ହାୟ ମୁଁ କଣ କରିବି? ତଥାପି ବର୍ତ୍ତମାନ ମଧ୍ୟ ହରିଙ୍କର ମୁଖାରବିନ୍ଦର ଦର୍ଶନ ପାଉନି। ଏ ବିରହ ଭାବ, ଏ ବିପ୍ଳମ୍ବ ଭାବ। ମାଧୁର ବିରହ କାତର ମାଧବେନ୍ଦ୍ର ପୁରୀ ପାର୍ବତ ଗାଇଛନ୍ତି। ঐ দীন দয়ার্দ্রনাথ হে মথুরানাথ কদাবলোক্যসে হৃদয়ং তদলোক কাতরং দ্বৈত ভ্রাম্যতি কিং করম্যাহম। হে দীন দয়ার্দ্রনাথ হে মথুরানাଥ କେବେ ଆପଣଙ୍କୁ ଦର୍ଶନ କରିବି? ଆପଣଙ୍କର ଦର୍ଶନ ଭାବରେ ମୋର କାତର ହୃଦୟ ଅସ୍ଥିର ହୋଇପଡୁଛି। ହେ ଦ୍ୱୈତ ମୁଁ ବର୍ତ୍ତମାନ କଣ କରିବି? ଏ ବିରହ ଭାବ, ଏ ବିପ୍ରଲମ୍ବ ଭାବ। ରଘୁନାଥ ଦାସ ଗୋସ୍ୱାମୀ ସର୍ବଦା ଯୁଗଳ କିଶୋରଙ୍କର ସେବା ନିମନ୍ତ୍ରିତ ରହି ସୁଦ୍ଧା ବିପ୍ରଲମ୍ବ ବିଭାବିତ ଚିତ୍ର ବିଳାପ କରିଛନ୍ତି। ସେଥିପାଇଁ ରୂପ ରଘୁନାଥ ପରେ
ରୂପ ଗୋସ୍ୱାମୀ ଆଉ ରଘୁନାଥ ଦାସ ଗୋସ୍ୱାମୀଙ୍କ ପଦରେ ପ୍ରାର୍ଥନା କରିକିରି ଚୈତନ୍ୟ ଚରିତାମୃତ ଲେଖିଛନ୍ତି। ତାହେଲେ ଭଲ। ପୁଣି ଯଦି ତାହାର ଆଗମନରେ ବିଳମ୍ବ ହୁଏ ତାହେଲେ ସମସ୍ତ ଲୋକଙ୍କର ଏକମାତ୍ର ହିତାକାରୀ ବିଧାତା ଯୋଉ କାଳକୂଟ ବିଷ ସୃଷ୍ଟି କରିଛନ୍ତି ତାହା କୋଉଥିପାଇଁ ଅଛି? ଅର୍ଥାତ୍ ତାହା ପାଳନ କରି ମୋ ଜୀବନ ତ୍ୟାଗ କରି ବିଧାନ ହେଲା। ଇଏ ରଘୁନାଥ ଦାସ ଗୋସ୍ୱାମୀର। ନର୍ତ୍ତନ ଦାସ ଠାକୁର ମହାସ ମଧ୍ୟ ବିପ୍ଳମ୍ବ ଭାବ ଛାସର ଅଭିବ୍ୟକ୍ତିରେ ଗାଇଛନ୍ତି। କେନ ବା ଛୋଇ ପ୍ରାଣ କି ସୁଖ ଲାଗିଆ କି ସୁଖ ଲାଗିଆ ନରୋତ୍ତମ ଦାସ କେନ ନାଗେଲ ମରିନା ନରୋତ୍ତମ ଦାସ କେନ ନାଗେଲ ମରିନା। ନର୍ତ୍ତନ ଦାସଙ୍କ ଠାକୁରଙ୍କର ଏଇ ଗାନ କୋଉ ସୁଖ ପାଇଁ, କୋଉ ସୁଖ ପାଇବା ପାଇଁ ଏ ପ୍ରାଣ ରହିଛି? ଯଦି ଏ କୃଷ୍ଣଙ୍କର ପ୍ରେମର ରସ ହେଲା ତାହେଲେ ପ୍ରାଣ ରହିଲା। ନରୋତ୍ତମ ଦାସ କିନ୍ତୁ ନାଗେଲ ମରିଯିବା ପରେ ମର। ପ୍ରେମିକ ଶ୍ରେଷ୍ଠ ଗଣଙ୍କର ଏଇ ଯୋଉ ମୃତ୍ୟୁ କାମନା ମଧ୍ୟରେ ଅମରତ୍ୱର ପରାକାଷ୍ଠାର ଆବିର୍ଭାବ, ଏହା ହିଁ କୃଷ୍ଣ ସେବାର ସର୍ବୋତ୍ତମ ଅବସ୍ଥା। କୃଷ୍ଣ ସେବା ନିମିତ୍ତ ସେବକ ଏତେ ଅଧିକ ଆର୍ତ ଯେ ଦଶମ ଦଶା ମୃତ୍ୟୁ ତାହାଙ୍କୁ ବିଭାଜିତ କରିଛି। ଏହି ମୃତ୍ୟୁ ଯମଦଣ୍ଡ ନୁହେଁ, ଏହା ଗୋକୁଳର ମହାମହୋତ୍ସବ। ଗୋକୁଳର ମହାମହୋତ୍ସବ। ଏଇ ରହସ୍ୟ ଏ ମହାପ୍ରଭୁଙ୍କ ଶିକ୍ଷାରେ।